नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयेत गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुकः। युधिष्ठिर उवाच कहन्ति राजा युधिष्ठिर शृणुवा प्रभु दामोदर कृष्णपक्षर एकादशी कथा शुणिली ब्रह्मराशि एबे मास शुक्ल पक्ष एकादशीर नाम मुख्य कहिबा जे विधि विशेष केहुए केउ फले तोष। श्रीकृष्ण उवाच कृष्ण कहन्ति महाराज उत्तम पचारिले आज अति विमले प्रतिदश तुम्भर प्रचरिब जस जानी ताहाकु त्रिभुवने करितरिब जनमाने ए माघ शुक्ल एकादशी मोक्ष नामरे जे प्रकाशी ଯାହାକୁ ଶୁଣିନ ସକଳ ଲଭନ୍ତି ବାଜପେୟ ଫଳ ଏ ସର୍ବ ପାପ ହର ପର ଏଥିରେ ପୂଜା ଦାମୋଦର ଦଶମୀ ଦ୍ୱାଦଶୀ ସହିତ ପୂର୍ବ ବିଧିରେ ବିହିତ ଶୁଣ ଏକାଦଶୀ କଥା ଅଛି ଯେ ପୌରାଣିକ କଥା ଯେ ପିତା ମାତା ସୁତ ଭ୍ରାତା ଯେ ଅନ୍ୟେ ଅଟେ ଅତି ଗତା ଏ ବ୍ରତ କରି ପୁଣ୍ୟ ହେଲେ ଭବ ଦୁଃଖରୁ ତରେ ଭଲେ ଏମନ୍ତେ ମହିମା ଏହାର ଶୁଣି ପ୍ରତ୍ୟକ୍ଷେ ଯୁଧିଷ୍ଠିର ସମ୍ପତ୍ତି ଭରେ ଆଲୋକିତ ରମ୍ୟ ଯୋଜନପୁର ଏତ ତହିଁରେ ପୂର୍ବେ ବୈଖାନସ ନାମେ କହି ନର ଈଶ ଯେ ପୁତ୍ର ପରି ପ୍ରଜା ପାଳି ଶୁଚି ଚରିତ୍ରେ ଋଷି ପରି ଯେଉଁ ଦେଶରେ ଦ୍ୱିଜଗଣ ଚତୁର୍ବେଦରେ ପରାୟଣ ପ୍ରଜାମାନେ ହିଁ ପାପହୀନ ସେ ସ୍ୱାମୀ ବ୍ରାହ୍ମଣ ଅଧୀନ ଏକଇ ଦିନେ ନରେଶ ଦେଖିଲେ ସ୍ୱପ୍ନେ ପିତବାସ ଦେଖିବି ରୂପ ସ୍ୱପ୍ନ ଚିନ୍ତି ବିସ୍ମିତ ହୋଇ ସେ ନୃପତି ଡକାଇ ଦ୍ୱିଜକୁ ବସାଇ କହିଲେ ସ୍ୱପ୍ନେ ଦେଖିଲଇଁ ପିତା ନରକେ ଥାଇ ମତେ ବୋଇଲେ ଉଦ୍ଧାର ତୁ ମତେ ଦେଖିଏ ଦୁଷ୍ଟ ସ୍ୱପ୍ନ ମୋହି ପୁତ୍ର ଦାରାଦି ରୁଚୁ ନାହିଁ କିବା କରିବି ଯିବି କାହିଁ କି ଧର୍ମ କର୍ମ କରିବଇଁ କି ଅବା ଦାନ କିବା ତପ ଯେବେ ତରିବେ ମୋର ବାପ। ବ୍ରାହ୍ମଣ ଉବାଚ ଯାହାର ପୁତ୍ର ଥାଇ କରି ପିତାକୁ ନ ପାରେ ଉଧରି ସେ ପୁତ୍ର କିବା କାର୍ଯ୍ୟ ହଉ ବା କଲା ହଉ ଧାର୍ଯ୍ୟ ଯେ ପିତା ମାତା ନ ଉଧରେ ସେ ପୁତ୍ର ଜନ୍ମ କି ଅର୍ଥରେ ପିତାଙ୍କ ଗୁଣ କର୍ମ ଧ୍ୟାଇ ନରକ ହେତୁକୁ ନ ପାଇ
ବିଚାରି ବ୍ରାହ୍ମଣ କହିଲେ, ଚଳ ପର୍ବତ ମୁନି ମେଳେ। ଶୁଣି ପଣ୍ଡିତ ଦ୍ୱିଜ ବାଣୀ, ପ୍ରତ୍ୟୟ କରି ନୃପମଣି। ଗଲେ ପର୍ବତ ମୁନି ଧାମ, ଦେଖିଲେ ବିପୁଳ ଆଶ୍ରମ। ବସିଅଛନ୍ତି ମୁନିବର, ଦେଖିଲେ କିବା ବେଦବର। ଚାରି ପାଖରେ ବେଦନାଦ, ଶୁଣି ବିସ୍ମିତ ମୁଖ ଚାନ୍ଦ। ଦେବ ମୁନିଙ୍କ ବୈଖାନସ, ମନେ ପାଇଲା ବଡ଼ ତୋଷ। ମସ୍ତକେ ଯୋଡ଼ିବେନି କର, ପଡ଼ିଲେ ସତରେ ପୟର। ଉଠି ମୁନିଙ୍କ ଆଜ୍ଞା ପାଇ, ସ୍ତୁତି କରନ୍ତି ନର ସାଇଁ। ବୈଖାନସର ଭକ୍ତି ଦେଖି, ମନେ ପବିତ୍ର ହୋଇ ସୁଖୀ। ପଚାରି ସପ୍ତାଙ୍ଗ କୁଶଳ, ଆଶିଷ କରେ ଅନୁକୂଳ। କହନ୍ତି ନୃପ ସପ୍ତାଙ୍ଗରେ, କୁଶଳ ଏ ଅନୁପ୍ରକାରେ। ତୁମ୍ଭର ଯହିଁ ଅନୁଗ୍ରହ, କି ତହିଁ ଈଶ୍ୱର ନିଗ୍ରହ। ଆତ୍ମାତ୍ମଜ ଦ୍ୱାରା ମହି, ସେ ସର୍ବେ ସର୍ବ ଶୁଭ କହି। କେବଳ ଆକୁଳ କାରଣ, ଜାଣ ହୋଇଛି ଆଜ ଦିନ। ଦେଖିଲି ଅଧୋଗତି ଗତ, ହୋଇଅଛନ୍ତି ମୋର ତାତ। କେଉଁ ଦାନରେ କେଉଁ ବ୍ରତ, ମୁକ୍ତ ହୋଇବେ ମୋର ତାତ। ଏ ମୋର ସଂଶୟ ଭେଦନେ, ଅଇଲି ତୁମ୍ଭ ସନ୍ନିଧାନେ। ପର୍ବତ ଧ୍ୟାନ କଲେ ଶୁଣି, ଯହିଁରେ ଭୂତ ଭାବ ଜାଣି। ମୁହୂର୍ତ୍ତେ ଧ୍ୟାନ କରି ଜାଣି, ଯହିଁରୁ ହେଲା ସ୍ୱର୍ଗବାଣୀ। କହିଲେ ବୈଖାନସ ଶୁଣ, ପିତାଙ୍କ ନରକ କାରଣ। ଋତୁକୁ ଜାଣି ନରପତି, ଦୂତି ପାଖରେ ଉପସ୍ଥିତି। କନିଷ୍ଠା ପରବଶ ହେଲେ, ଜ୍ୟେଷ୍ଠାର ଋତୁ ଭଙ୍ଗ କଲେ। ସେହି ଦୋଷରୁ ପରିପାକ, ହେଲା ପିତାର ଅଧୋଲୋକ। କାଳ ଯେ ଜାଣି ଋତୁ ନାଶ, ନ ଯାଏ ଯୁବତୀର ପାଶ। ବାଳ ଗୋ ହତ୍ୟା ଅପରାଧେ, ସେ ଆସେ ଲିପ୍ତ ହୁଏ ମଧ୍ୟେ। ପଥକୁ ଅଛି ପ୍ରତିକାର, କହିବା ଶୁଣ ନୃପବର। ପିତାର ମୋକ୍ଷ କାମ ପାଇଁ, ମୋକ୍ଷ ବ୍ରତକୁ କର ତୁହି। ବିଧି ଜାଗର କରି ପୂଜା, ପୁର ସହିତେ କର ରାଜା। ଭକ୍ତି ଶ୍ରଦ୍ଧାରେ ବ୍ରତ କରି, ସମର୍ପ ପୁଣ୍ୟ ସ୍ଥାପି କରି। ପିତାର ସ୍ୱର୍ଗ ଲାଭ ହେବ, ତୁମ୍ଭର ପୁଣ୍ୟ ଯଶ ଥିବ। ଯେ ମାର୍ଗ ଶୁକ୍ଳ ଏକାଦଶୀ, ସେହି ସେ ମୋକ୍ଷ ନାମେ ଭାସି। ଶୁଣି ସନ୍ଦେହ ନାଶି ବ୍ରତ, ମୁନିକି କରି ଦଣ୍ଡବତ। ବହୁତ ଜନେ କରି ପୂଜା, ଅନୁଜ୍ଞା ମାଗି ଗଲେ ରାଜା। ବାଜିଲା ଡିଣ୍ଡିମ ନଗରେ, ଏ ମୋକ୍ଷ ବ୍ରତ କରିବାରେ। ଦଶମୀ ପ୍ରାତଃ ଅବଧାରୀ, ପୁର ସହିତ ଦଣ୍ଡଧାରୀ। ସ୍ନାନ ସାରିଣ ସାବଧାନ, ହେଲେ ଯେ ବିଧେୟ ବିଧାନ। ସଂକଳ୍ପେ କଲେ ମହାବ୍ରତ, ହେବେ ମୋ ପିତା ସ୍ୱର୍ଗଗତ। ପୂର୍ବ ପାତକ ନାଶ ହେବ, ପୁଣ୍ୟ ବାସନା ଉପୁଜିବ। ମଧ୍ୟାହ୍ନେ ମଧ୍ୟାହ୍ନିକ ସାରି,
ନିଜ ଦେବତା ଅନୁସରି ଭକ୍ତେ ଭବିଷ୍ୟ କରି ଦୀପ ଜାଳି ଜାଗ୍ରତ ହେଲେ ନୃପ। ଭଗବନ୍ ଧ୍ୟାନେ ରାତ୍ରି ଗଲା ପ୍ରବେଶ ପ୍ରାତଃକାଳ ହେଲା। ସ୍ନାନ ସାରିଣ ଶୁଚିମନ୍ତ ହୋଇ ନୃପତି ପାଠଗତ। ସାରିଲେ ନିତ୍ୟ କର୍ମମାନ ଶୁଣିଲେ ମାହାତ୍ମ୍ୟ ପୁରାଣ। ବ୍ରତ ଆରାଧି ଦେବ ପୂଜା କଲେ ସେ ବୈଖାନସ ରାଜା। ଦେବତା ଅତିଥି ବ୍ରାହ୍ମଣ ପୂଜିଲେ ରାଜା ପୁନଃ ପୁନଃ। କାମ କ୍ରୋଧାଦି ବ୍ୟବହାର ନୋହିଲେ ପରତେ ତାଙ୍କର। ହିଂସାରେ ନାହିଁ ଅବକାଶ ଦୟା ଦାନରେ ଦିନ ଶେଷ। ସାୟଂକାଳରେ ସ୍ନାନ ସାରି ପ୍ରଭୁଙ୍କୁ ସେବା ପୂଜା କରି। ଜାଗର ଜାଳି ଉଜାଗରେ ହୋଇ ରହିଲେ ନୃପବରେ। ଚାରି ପ୍ରହରେ ପୂଜା ଚାରି କଲେ ସେ ନୃପତି ବିଚାରି। ଏ ରୂପେ ଏକାଦଶୀ ବ୍ରତ କଲେ ସେ ପୁରର ସହିତ। ବିପ୍ର ବୈଷ୍ଣବ ସାଧୁ ବ୍ରତି ଏ ସଙ୍ଗ କରି ନରପତି। ଜାଗର ଜାଳି ଉଜାଗରେ ରହିଲେ ଦେବତା ଆଗରେ। କୃଷ୍ଣର କଥା ସୁଧା ପାନ କରି ବିସ୍ମରି କ୍ଷୁଧା ଦିନ। ଦେଖି ବୈଷ୍ଣବ ସଂକୀର୍ତ୍ତନ କରିଣ ଶ୍ରୀକୃଷ୍ଣ କୀର୍ତ୍ତନ। କଲେ ତ୍ରିପାଦ ଅବଶେଷ ସ୍ନାନକୁ ଗଲେ ବୈଖାନସ। ସ୍ନାନ ସନ୍ଧ୍ୟାଦି ସାରି ବସି ଅତିଥି ବ୍ରାହ୍ମଣ ସନ୍ତୋଷୀ। ଜଳପାତ୍ର କି ଧରି କରେ କହନ୍ତି ବ୍ରାହ୍ମଣ ନିକରେ। କଲି ମୁଁ ମୋକ୍ଷ ଏକାଦଶୀ ପୁର ନଗର ଜନ ମିଶି। ଏ ମୋକ୍ଷ ଏକାଦଶୀ ଫଳ ପିତାଙ୍କୁ ଦେଇଣ ସକଳ। ଏଣୁ ମୋ ପିତା ସ୍ୱର୍ଗ ଯାଉ ବିପ୍ର ବୋଇଲେ ଅସ୍ତୁ ହେଉ। ପିତା ମାଇଲେ ମହାତୁଷ୍ଟି ଆକାଶ ହେଲା ପୁଷ୍ପ ବୃଷ୍ଟି। ବିଷ୍ଣୁ ଗଣରେ ସମାବୃତ ହୋଇ ସେ ବୈଖାନସ ତାତ। ପୁତ୍ରକୁ ସ୍ୱସ୍ତି ଦାନ କଲେ ବିମାନେ ବସି ସ୍ୱର୍ଗ ଗଲେ। ଜାଣ ସାକ୍ଷାତ ଫଳ ରାଜା ବିପ୍ର ବୈଷ୍ଣବ କରି ପୂଜା। ଆନନ୍ଦ ହୋଇ ପୁରେ ଗଲେ ଦ୍ୱାଦଶୀ ବିଧି ଆଚରିଲେ। ବନ୍ଧୁ ବାନ୍ଧବ ସଙ୍ଗେ ଘେନି ହବିଷ୍ୟ କଲେ ରାଜମୁନି। ଏହାଙ୍କ ପ୍ରସଙ୍ଗେ ବିଧିକି କହିଲେ ଆଣିବ ବୁଦ୍ଧିକି। ସୁଜନେ ହୁଅ ସାବଧାନ କର ଏକାଦଶୀ ମାନ। କହନ୍ତି ପ୍ରଭୁ ଦାମୋଦର ଶୁଣ ହେ ରାଜା ଯୁଧିଷ୍ଠିର। ଆଉ ଏ ବ୍ରତ କରିବାର ଯେ ପଢ଼େ ଅବା ଶୁଣେ ନର। ତାର ନିଶ୍ଚୟ ପାପ କ୍ଷୟ ହୁଏ ଅଶେଷ ପୁଣ୍ୟମୟ। ସେବା ଜପେୟ ଫଳ ଲଭେ ଯେବେ ପ୍ରଭର୍ତ୍ତି ସ୍ତୁତି ଲୋଭେ। ଏ ବ୍ରହ୍ମ ସ୍ୱଭାବେ ମୋକ୍ଷଦ ବିଚାରେ ଚିନ୍ତାମଣି ଭେଦ। ଇଚ୍ଛାନୁକୂଳ ଫଳ ପାଇ ଅବା ମୋକ୍ଷକୁ ସେ ଲଭଇ। ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ ମାର୍ଗଶିର ଶୁକ୍ଲ ମୋକ୍ଷେକାଦଶୀ ମାହାତ୍ମ୍ୟ ଦ୍ୱିତୀୟ ଅଧ୍ୟାୟ। ଶ୍ରୀ ଗୁରୁଦେବାୟ ନମଃ। ଏକାଦଶୀ ବ୍ରତ ବା କରମା ଓଷା।
ଶୁଣି ମାସୁ ଜନ ଜନେ ହୋଇ ଏକ ମନ, କହିବା ଅପୂର୍ବ କଥା ହେତୁ କରି ଘେନ। ଦିନେ କପିଳାସ କନ୍ଦେ ପାର୍ବତୀ ଆଗରେ, କହିଲେ ଗୋପତ ଗ୍ରନ୍ଥ ସୂଚିତ ମନରେ। ପାର୍ବତୀ କହନ୍ତି ଦେବ ସୁପ୍ରସନ୍ନ ହୋଇ, ଆଦ୍ୟ ପ୍ରାନ୍ତ କରି ନାଥ କୁହନ୍ତୁ ବୁଝାଇ। ଉମାଙ୍କୁ ପାଶେ ବସାଇ ପ୍ରଭୁ ପଞ୍ଚାନନ, କହିଲେ ଗୋପତ କଥା ହୋଇ ହର୍ଷ ମନ। ଦ୍ୱାପର ଯୁଗରେ କୃଷ୍ଣ ଗୋପୀଙ୍କ ମେଳରେ, ରଚିଲେ କୁଞ୍ଜ ଭିସାର ଶ୍ରୀ ବୃନ୍ଦାବନରେ। ବୃନ୍ଦାବନ ରାସସ୍ଥଳୀ ମନୋହର ସ୍ଥାନ, ସୁବାସ କୁସୁମ ଫୁଟି ଚହଟେ କାନନ। ବସନ୍ତ ମଳୟ ବାଜି ପଶୁ ପକ୍ଷୀ ଯେତେ, ସୁମଧୁର ରାଗେ ତାନ ଦେଉଥାନ୍ତି ନିତ୍ୟେ। କଂସାସୁର ଦର୍ପ ଦଳି ଦେବକୀର ବାଳ, ବୃନ୍ଦାବନ ନୃତ୍ୟ କରି ନାଚନ୍ତି ଗୋପାଳ। ଗୋପୀ ଗୋପାଳଙ୍କ ମେଳେ ନନ୍ଦର କହ୍ନାଇ, ଦ୍ୱାଦଶ କୁଞ୍ଜ ରଚିଲେ ପ୍ରଭୁ ଭାବଗ୍ରାହୀ। ଅଷ୍ଟାଦଶ କୁଞ୍ଜ କରି ଭକତ ବସଳ, ଅଦଭୁତେ ଏକ ରୂପେ ଗଢ଼ି ନନ୍ଦବାଳ। ଥୋଇଲେ ଗୋପତ ଯୋଗ ଶେଷ କର୍ମ ପାଇଁ, ନାଚୁଥାନ୍ତି ଗୋପୀ ଗଣ ନ ଜାଣନ୍ତି କେହି। ମଥୁରା ବିଜୟ କରି ଦ୍ୱାରକା ରହିଲେ, କୁରୁ ଯୁଧେ ପାଣ୍ଡବଙ୍କ ସଖା ହୋଇଥିଲେ। ଯୁଗ ଶେଷ ବେଳ ଜାଣି କଳି ନୃପବର, ନିଜର ମହିମା ଦେଖାଇଲା ବାରୁବାର। ଦୁର୍ବାସା ଋଷି ଦେଖିଲେ କଳି ରାଜା ବେଶ, ଭୟେ ପଳାଇ ଲୁଚିଲେ ଆସି କପିଳାସ। ସକଳ ବୃତ୍ତାନ୍ତ ଋଷି ଧ୍ୟାନ ବଳେ ଜାଣି, ମନେ ମନେ ଚିନ୍ତିଲେ ସେ ପ୍ରଭୁ ଚକ୍ରପାଣି। କଳି ରାଜା ଆଗମନ ଜାଣି ଋଷିକେଶ, ଚିନ୍ତିଲେ ବୃନ୍ଦାବନର ଗୋପତ ପୁରୁଷ। ବିଷ୍ଣୁ ଡାକ ଶୁଣି ଅଦ୍ଭୁତ ବେଶ ଧରି, କ୍ଷଣକ ମଧ୍ୟରେ ଦ୍ୱାରକାରେ ବିଜେ କରି। କାହିଁକି ଡାକିଲ ପ୍ରଭୁ ଥିଲି ଗୋପନରେ, କିସ ଆଜ୍ଞା ହେବ ତାହା ପାଳିବି ସଧୀରେ। ଏହା ଶୁଣି ଭାବଗ୍ରାହୀ ଅଙ୍ଗୁ ତେଜ ଦେଇ, ଆଶ୍ୱାସନା କରି ପାଶେ ବସାଇଲେ ନେଇ। ଦେଇ ମନ୍ତ୍ର ଉପଦେଶ ଦେଲେ ଦିବ୍ୟ ଜ୍ଞାନ, ରାଜମୁକୁଟ ବାନ୍ଧିଣ ଦେଲେ ରାଜପଣ। ବିଶ୍ୱନାଥ ବିଶ୍ୱକର୍ମା ବିଶ୍ୱରୂପ ଧରି, ବିରାଟ ଭାରତ ଦେଶେ ହେଲା ଅଧିକାରୀ। କର୍ମ କର କର୍ମ ରାଜା ଦେଲି ତବ ନାମ, କଳି ରାଜା ସଙ୍ଗେ ଯୁଦ୍ଧ କର ଯାବହନ। ଆଜ୍ଞା ପାଇ ବୀର ନରସିଂହ ରୂପ ଧରି, ଧାଡ଼ି ଦେଲା କଳି ରାଜା ସଙ୍ଗେ ବାଦ କରି। ପ୍ରତି ମୁହୂର୍ତ୍ତରେ ଯୁଦ୍ଧ ହେଲା ଭୟଙ୍କର, କଳି ରାଜା କାତରେ କମ୍ପଇ ଥରହର। ଗୋପତେ ଲୁଚିଲା ଧର୍ମ ରାଜା ପାଶେ ଯାଇ, ନ ଦେବ ମନ୍ତ୍ରୀ ଜାଣି ରଖିଲେ ଲୁଚାଇ। ଦ୍ୱାଦଶ ବରଷ ଯେଣୁ ଗୋପତେ ରହିଲା, ଧର୍ମ ରାଜାଙ୍କର ନାମ ଜଗତେ ବ୍ୟାପିଲା। ବିଷ୍ଣୁ କଳା ବିଷ୍ଣୁ ଅଂଶୀ ହେତୁ ଧର୍ମ ରାଜା, ଜଗତ ଜନେ ଆନନ୍ଦେ କଲେ ଦିବ୍ୟ ପୂଜା। ସେ ପୂଜାରେ ସନ୍ତୋଷ ହୋଇଣ ଦେବ ହରି, ଲକ୍ଷ୍ମୀ ଅଂଶରୁ କନ୍ୟାଏ ଦେଲେ ଜାତ କରି। ଉଭୟଙ୍କ ନାମେ ପୂଜା ବ୍ୟାପିଲା ଜଗତେ, ଶିବ କହୁଛନ୍ତି ଏହା ପାର୍ବତୀ ଅଗ୍ରତେ। ଦ୍ୱାପର ଯୁଗ ଶେଷକୁ ଜାଣି ଭାବଗ୍ରାହୀ, ନିଜ ସହୋଦରେ ବାଦ ଦେଲେ କଲଗାଇ। ଉଦ୍ଧବକୁ ଜ୍ଞାନ ଦେଇ ଦ୍ୱାରକା ଛାଡ଼ିଲେ, ଧର୍ମରାଜ କାଳକ୍ରମେ ସ୍ୱର୍ଗକୁ ଚଳିଲେ। କଳିର ମହିମା ଯେ ଦେବଙ୍କୁ ଅଗୋଚର, ଆୟୁଷ ଯେ 4,32,000। ନାନା ଅପଖ୍ୟାତି ମାନ ହୋଇଲା ଜଗତେ,
ଭୟ ପାଇ ଦେବାଦେବୀ ଲୁଚିଲେ ଗୁପତେ। ପାର୍ବତୀ ଉବାଚ ପାର୍ବତୀ ଦେବୀ କହନ୍ତି ଶୁଣ ପ୍ରାଣ ଈଶ, କର୍ମରାଜା କର୍ମରାଣୀ କଲେ ପୁଣି କିସ। କପଟ ନ କରି ନାଥ କୁହନ୍ତୁ ବୁଝାଇ, ଶୁଣିବାକୁ ମନେ ମୋର ଶ୍ରଦ୍ଧା ଉପୁଜଇ। ଈଶ୍ୱର ଉବାଚ ପାର୍ବତୀଙ୍କୁ ଆଲିଙ୍ଗନ କରି ଶୂଳପାଧାରି, କହିଲେ ଗୋପତ କଥା ଆଦ୍ୟ ପ୍ରାନ୍ତ କରି। ଶୁଣ ଗୋ ଗିରି ନନ୍ଦିନୀ ହେଲା ଯାହା ଯାହା, ଗୋଟି ଗୋଟି କରି ତୋତେ କହିବଇଁ ତାହା। ଭାରତ ଉତ୍ତରାଞ୍ଚଳ ଗଙ୍ଗା ନଦୀ ସ୍ଥାନ, ମାଧବ କର ସାଧକ ନାମେ ଏକ ଜଣ। 7 ପୁଅ 7 ବୋହୂ ଥାନ୍ତି ତାର ଘରେ, କୃଷି କର୍ମ କରି ଦିନ ବଞ୍ଚଇସ ଧୀରେ। ଦିନେ ସାଧବ କହିଲା ତା 7 ପୁଅଙ୍କୁ, ବାଣିଜ୍ୟ କରିବା ପାଇଁ ଯାଅ ବିଦେଶକୁ। ପିତାଙ୍କ ଆଦେଶ ପାଇ ସେ 7 କୁମର, ବିଦେଶକୁ ଯିବା ପାଇଁ ହୋଇଲେ ବାହାର। ବୋଇତ ହୋଇଲା ଖଞ୍ଜା ନଦୀ ପଥ ପାଇଁ, ଗଣକ ଆଶ୍ଵିନ ଦିନ ବାର ଗଲା କହି। ସାଧବ ବୋହୂ ଜାଣିଲେ ବିଦେଶ ବାରତା, ଘର କଣେ ବସି ମନେ ମନେ କଲେ ଚିନ୍ତା। ସ୍ୱାମୀଙ୍କ ମୁଖକୁ ଚାହିଁ ବୋଲନ୍ତି ରମଣୀ, କେତେ ଦିନେ ଫେରିବ କୁହନ୍ତୁ ଗୁଣମଣି। କଣ୍ଟ କରି ଯାଅ ବାଟ ଚାହିଁଥିବୁ ବସି, ଏହା କହି ଅଳପ କାନ୍ଦିଲେ ମଦାଳସୀ। ବିଦେଶ ଯାଉଛୁ ଆମ୍ଭେ ନ କାନ୍ଦ ଗୋ ସହି, ଆସିବୁ ଅଳପ ଦିନେ ଥାଅ ଚାନ୍ଦ ମୁହିଁ। ବିଦେଶକୁ ବାହାରିଲେ ଶୁଭ ବେଳ ଜାଣି, ଇଷ୍ଟଦେବ ପିତା ମାତା ସୁମରିଲେ ପୁଣି। ବୋଇତ ଉପରେ ବସି ପ୍ରଭୁଙ୍କୁ ସୁମରି, ଚଳିଲେ ଦକ୍ଷିଣ ମୁଖେ ପଥ ଅନୁସରି। ଏ ଉତ୍ତାରୁ ଯାହା ହେଲା ଶୁଣ ଗୋ ପାର୍ବତୀ, ସାଧବକୁ ଭାଳେଣି ପଡ଼ିଲା ଦିନ ରାତି। କାଷ୍ଠ ପାଇଁ ଅରଣ୍ୟକୁ ସାଧବ ଯେ ଗଲା, ପୁଅଙ୍କର କଥା ଭାବି ଅଶ୍ରୁଜାତ ହେଲା। ମୁଣ୍ଡେ ହାତ ଦେଇ ବୁଢ଼ା କରଇ ରୋଦନ, ଅକାରଣେ ବିଦେଶକୁ ଗଲେ ମନନ୍ଦନ। କେଉଁ ଅଜଣା ଦେଶରେ ରହିଥିବେ ଯାଇ, କିଏ ଅବା ସାହା ପକ୍ଷ ହେବ ତାଙ୍କୁ ତହିଁ। ଏପରି ଭାବିଣ 10 ଦିଗକୁ ଅନାଇ, କାନ୍ଦିଣ ଭୂମିରେ ବୁଢ଼ା ପଡ଼ିଲେ କଶୋଇ। ପ୍ରସନ୍ନ ହୋଇଲେ ଏଣୁ କର୍ମରାଜା ରାଣୀ, କହିଲେ ସାଧବ ଚିନ୍ତା ଛାଡ଼ ହୃଦୁ ପୁଣି। କୁରୁମ ଗଛର 2 ଶାଖା ଡାଳେ ଥାଇ, ଦିବ୍ୟ ରୂପ ଦିବ୍ୟ ଜ୍ୟୋତି ଦେଖାଦେଲେ ତହିଁ। ଆମ୍ଭ ପୂଜା କଲେ ତୋର ହୋଇବ ମଙ୍ଗଳ, ଧନ ପୁତ୍ର ଜ୍ଞାତି ବନ୍ଧୁ ହୋଇବେ କୃଶାଳ। ଆନନ୍ଦରେ ପୁଅମାନେ ଆସିବେ ତ ଫେରି, ବହୁତ ଧନ ସମ୍ପଦ ବୋଇତରେ ଧରି। ଏହା ଶୁଣିଣ ସାଧବ ବେନି କର ଯୋଡ଼ି, ଭକ୍ତି ଭରେ ବୁଢ଼ା ଭୂମି ପରେ ଯାଏ ଗଡ଼ି। କିଏ ଅଛ ପ୍ରଭୁ ମୋତେ ଦେଖା ଦିଅ ଆସି, ନୋହିଲେ ଶୋକ ସମୁଦ୍ରେ ଗଲି ମୁହିଁ ଭାସି। ଶାଖା ଡାଳରୁ ଡାକିଲେ ରେ ସାଧବ ବୁଢ଼ା, ମନ ଖୋଲି ମାଗ ତୋର କେଉଁ କଥା ଲୋଡ଼ା। ଦେଖିଲା ଅନାଇ ବୁଢ଼ା ସେ ଦିବ୍ୟ ମୂରତି, ନୟନ ମୁଦିଣ ମନେ ମନେ କଲା ସ୍ତୁତି। କି ଦ୍ରବ୍ୟେ ପୂଜିବି ତବ ଦୁହିଁଙ୍କ ଚରଣ, ଅଜ୍ଞାନ ମୂରୁଖ ମୋର ନାହିଁ ଜ୍ଞାନ। କେଉଁ ମାସ କେଉଁ ତିଥି କେଉଁ ବିଧାନରେ, ପୂଜିବି ତୁମ୍ଭ ଚରଣ କୁହନ୍ତୁ ସଧୀରେ। ଭକ୍ତ ମନ କଥା ଜାଣି ଭକତ ବତ୍ସଳ, ଶୁଣ ସାଧବ ଏ ବ୍ରତ ହୁଏ ଯେ ପ୍ରକାର। ଏକାଦଶୀ ବ୍ରତ ଏହି ଜଗତେ ବିଦିତ, ଯେ ପୂଜଇ ସେହୁ ମୋର ପରମ ଭକତ। ଭାଦ୍ରବ ଶୁକ୍ଲ ପକ୍ଷ ଦଶମୀ ତିଥିକୁ, ନିମନ୍ତ୍ରଣ କରି ଯିବ ଏ ବୃକ୍ଷ ଡାଳକୁ। ନୂତନ ମୃତ୍ତିକା ପାତ୍ରେ ଥୋଇ ମୁଗ ଯାଇ, ସଞ୍ଚିଥିବ ଯତ୍ନ କରି ଶୁଦ୍ଧ ଜଳ ନେଇ। ଏକ ମନେ ଏକ ଧ୍ୟାନେ ପୁହାଇବ ନିଶି, ଏକାଦଶୀ ଦିନ ନିରାହାରେ ଥିବ ବସି।
କଦଳୀ ନଡ଼ିଆ ଘିଅ ଗୁଡ଼ ଛେନା ଦହି କର୍ପୂର ଝୋଣା ସିନ୍ଦୁର ଉଖୁଡ଼ା ଅଣାଇ ପୂଜାସ୍ଥଳୀ କୁଞ୍ଜ ପ୍ରାୟ ମଣ୍ଡନ କରିବ ନାନା ବର୍ଣ୍ଣ ଫୁଲ ଫଳ ଆଣି ସମ୍ପାଦିବ ଉପାସକ ନର ନାରୀ ହୋଇ ଶୁଚିମନ୍ତ ରାତ୍ର ପ୍ରଥମ ପ୍ରହରେ ହୋଇଣ ଏକତ୍ର ଅର୍ଘ୍ୟ ବନ୍ଦାପନା କରି ଶାଖା ଡାଳ ନେଇ ବେଦୀ ଉପରେ ଥୋଇବ ସାତ ବେତା ଦେଇ ସୁମରି ଶ୍ରୀ ଗଣନାଥ ଆସ୍ଥାନ ପାଶରେ ଘଟକୁ ଥୋଇବ ନେଇ ଶାଖା ଡାଳ କରେ ଶଙ୍ଖ ଧ୍ୱନି ହୁଳହୁଳି ହରି ବୋଲ ସଙ୍ଗେ ମର୍ଦ୍ଦଳ ତାଳ ମଦିରା ବାଜୁଥିବ ରଙ୍ଗେ ଉପାସକ ନର ନାରୀ ଭୋଗ ରାଗ ନେଇ ଥୋଇବ ବେଦୀ ଉପରେ ଏକ ମନ ହୋଇ ସମସ୍ତ ସାମଗ୍ରୀ ଏକ ଏକ ଅଂଶ ଆଣି ପୂଜିବ ଶ୍ରୀ ବିଭୁ ଧର୍ମ ରାଜା କର୍ମରାଣୀ ଫୁଲ ଚନ୍ଦନ କର୍ପୂର ଧୂପ ଦୀପ ଦେଇ ଶୁଣିବ ପୁରାଣ କଥା ଏକ ମନ ହୋଇ ଯାହାର ଯେଉଁ ମାନସ ହୋଇବ ପୂରଣ ସତ୍ୟ 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 ମୋର ଶ୍ରୀମୁଖ ବଚନ ଯାଅ ହେ ସାଧବ କର ଏ ରୀତିରେ ପୂଜା ପ୍ରାଣୀଙ୍କ ମଙ୍ଗଳ ହେଉ ଉଡୁ ମୋର ଧ୍ୱଜା ଏହା କହି ଅଦୃଶ୍ୟ ହୋଇଲେ ଦେଖୁ ଦେଖୁ ସାଧବ ଚଞ୍ଚଳେ ଭିଡ଼ି ଧଇଲା ବୃକ୍ଷକୁ ଶୂନ୍ୟରୁ ଶୁଭିଲା ଡାକ ଯାଅ ରେ ମନ୍ଦିରେ ଭକ୍ତି ଭରେ ପୂଜା ଦେବୁ ଭାଦ୍ରବ ମାସରେ ଆଉ ଅନ୍ୟ ମାସେ ଶୁଭ ଦିନ ତିଥି ଜାଣି ଭକ୍ତିରେ ପୂଜିଲେ ବିଜେ ହେବୁ ସେହି କ୍ଷଣି ଏହା ଶୁଣି ସାଧବ ଯେ ଘରକୁ ଅଇଲା ସାଧବାଣୀ ଆଗେ ତାହା ସମସ୍ତ କହିଲା ବହୁମାନଙ୍କୁ ଶୁଣାଇ ଅପୂର୍ବ ବାର୍ତ୍ତା ପ୍ରଭୁଙ୍କ ଦୟାରୁ ସବୁ ଦୂର ହେଲା ଚିନ୍ତା ଆସିଲା ସେ ଶୁଭ ଦିନ ବେଳ କାଳ ଜାଣି ପୂର୍ବ ବିଧି ମତେ ପୂଜା କଲେ ତାହା ଆଣି ବଢ଼ିଲା ଧନ ସମ୍ପଦ ଚତୁର୍ବର୍ଗ ହୋଇ ଆନନ୍ଦର ସୀମା କୂଳ ଉଛୁଳି ପଡ଼ଇ ବିଦେଶରେ ପୁଅଙ୍କର ବାଣିଜ୍ୟର ଧନ ଶତଗୁଣେ ଲାଭ ହେତୁ ମନ ଛନ ଛନ ହୋଇଲା ପ୍ରଭୁଙ୍କ ମାୟା ଉତ୍ସବ ଦିନରେ ପୁଅମାନେ ଧନ ଧରି ପ୍ରବେଶିଲେ ଘରେ ଲାଗିଛି ଅଦ୍ଭୁତ ଖେଳ କୋଳାହଳ ହୋଇ ଡାକ ହାକ କାହାରି ଯେ ନ ଶୁଣିଲେ କେହି ରାଗେ ଜର ଜର ହୋଇ ଭାଙ୍ଗିଲେ ମଣ୍ଡଳୀ ପୂଜା ସ୍ଥାନ ଭାଙ୍ଗି ସବୁ ଜଳେ ଦେଲେ ମେଲି ଅର୍ଘ୍ୟ ବନ୍ଦାପନା ହୋଇ ପ୍ରବେଶିଲେ ବାସେ ନିଜ ନିଜ ସ୍ତ୍ରୀ ମାନେ ରହିଥାନ୍ତି ପାଶେ କହିଲେ ବୁଢ଼ା ମାଙ୍କଡ଼ କେଡ଼େ କର୍ମ କଲା କୁଳବଧୂ ମାନଙ୍କୁ ଦାଣ୍ଡରେ ନଚାଇଲା ଏହା କହି ଧନ ଥୋଇ ରହିଲେ ମନ୍ଦିରେ ସାଧବକୁ ନିଦ୍ରା ଆଉ ନୋହିଲା ରାତ୍ରରେ ହୋଇଲା ପ୍ରଭୁଙ୍କ କୋପ ସର୍ବେ ଦେଖୁ ଦେଖୁ ଚରିଗଲା ଗୋରୁ ଆଉ ନଇଲେ ଘରକୁ ମୂଲିଆ ଚାକର ପୁଣି ନ ଆସିଲେ କେହୁ ଘର ଧନ ଘରେ ଲୀନ ହେଲା ଚାହୁଁ ଚାହୁଁ ଋଣ ନେବା ଧନ ମାଗି ନିରାଶ ହୋଇଲେ ସର୍ବହରା ହୋଇ ମହା ଦୁଃଖେ ଦିନ ନେଲେ ସାଧବାଣୀ ବୁଢ଼ୀ ରାତ୍ରେ ଦେଖିଲା ସ୍ୱପ୍ନରେ ସିରି ସମ୍ପଦ ଭାସୁଛି ଜଳର ମଧ୍ୟରେ ନିଦ୍ରା ଅବଶେଷେ ବୁଢ଼ୀ ଉଠି ବେଗ ହୋଇ ସାଧବକୁ କର ଯୋଡ଼ି କହଇ ବୁଝାଇ ବହୁ ଦୂରେ ଛନ୍ତି ପ୍ରଭୁ ହୋଇଣ ବିମୁଖ ଚଞ୍ଚଳ ଯାଇଣ ପାଖେ ଜଣାଅ ଏ ଦୁଃଖ ସାଧବାଣୀ କଥା ଶୁଣି ଜ୍ଞାନ ଉଦେଲା ଶୁଭ ବେଳ ଜାଣି ବୁଢ଼ା ବାହାର ହୋଇଲା ଓଷା କଲା ନାରୀ ମାନେ ହୁଳହୁଳି ଦିଅ ପ୍ରଭୁଙ୍କୁ ସୁମରି ସର୍ବେ ତଣ୍ଡୁଳ ବନ୍ଧାଅ ପୁରାତନ କଥା ଶୁଣ ହୋଇ ହର୍ଷଚିତ ଅଶେଷ ସୌଭାଗ୍ୟ ମିଳି ଖଣ୍ଡିବ ଦୁରିତ ଚଳିଲା ସାଧବ ମନେ ମନେ ଧ୍ୟାନ କରି ପ୍ରବେଶ ହୋଇଲା ଏକ ଗ୍ରାମେ ଯାଇ କରି ଦେଖିଲା କଣ୍ଟକ ମରା ହୋଇଛି ଛାତିରେ ଅହରହ ରୋଦନ କରଇ ଉଚ୍ଚ ସ୍ୱରେ ଦେଖିଣ ସାଧବ କହେ କେଉଁ କାରଣ କିଅ ବା ଛଳନା କରି ଦେଖାଉ ଏ ମାନ
କଣ୍ଟକ ମାରି କପାଳେ ଦେଇ କର, କହିଲା ଏ ଦଶା କିଏ ଦେବ ହେ ମୋହର। ସାଧବ କହିଲା ମୁଁ ଯେ ତୁମ ଭଳି ଦୁଃଖୀ, ଯାଉଛି ପ୍ରଭୁଙ୍କ ପାଶେ କର୍ମକୁ ନିରେଖି। ଦୈବ ଯୋଗେ ତାଙ୍କୁ ଯେବେ ଦେଖିବି ନେତ୍ରରେ, ସବୁ ଦୁଃଖ ଜଣାଇବି ତାଙ୍କରି ଆଗରେ। ଏହା କହି ସାଧବ ଯେ କରିଲା ଗମନ, ପ୍ରବେଶ ହୋଇଲା ଯାଇ ଏକ ଗୋଟି ଗ୍ରାମ। ଦେଖିଲା ଏକ ଗୃହରେ ଏକଇ କାମିନୀ, ନିଆଁ ଖପର ଜଳୁଛି ତା ମସ୍ତକେ ପୁଣି। ସାଧବ କହିଲା ମାଲୋ ଏ କେଉଁ ବିଧାନ, କେଉଁ ଦୋଷେ ଦଶାଟା କରିଛୁ ବହନ। ସାଧବର ଏହି ଗୀର ଶୁଣି ସେ ରମଣୀ, କହିଲା ମଉସା ମୁଁ ଯେ ବହୁତ ଦୁଃଖିନୀ। ମସ୍ତକେ ନିଆଁ ଖପରା କିଏ ଦେଲା ମୋତେ, କାହାକୁ କହିବି ଦୁଃଖ କେ ଅଛି ଜଗତେ। ଦୁଃଖେ ଦୁଃଖୀ ହୋଇଣ କହିଲା ସୌଦାଗର, ତୋ କଷ୍ଟ କହିବି ଯାଇ ପ୍ରଭୁଙ୍କ ଛାମୁର। ସେ ଯେବେ କରିବେ ଦୟା ଯିବ ତ କଷଣ, ଏହା କହି ସୌଦାଗର ଚଳିଲା ବହନ। ପ୍ରବେଶିଲା ଆଉ ଏକ ଗ୍ରାମେ ଯାଇ ଧୀରେ, ଶୁଣିଲି ଚଡ଼ଙ୍କି ଶବ୍ଦ ଶୁଭେ ନିରନ୍ତରେ। ପଚାରି ତଥ୍ୟ ବୁଝିଲା ଅକୃତ୍ୟ କାହାଣୀ, କେଉଁ ଦୋଷେ ଏତେ କଷ୍ଟ ପାଉଛି ସେ ପୁଣି। ଦେଖିଲା ସମ୍ମୁଖେ ଚାହିଁ ରହିଲା ଚକିତେ, କହିବି ଏ ଦୁଃଖ ଯାଇ ପ୍ରଭୁଙ୍କ ଅଗ୍ରତେ। ତାଙ୍କ ଦୟା ହେଲେ କଷ୍ଟ ଯିବ ଦୂର ହୋଇ, ସେଠାରୁ ଚଳିଲା ବୁଢ଼ା ପ୍ରଭୁ ନାମ ଧ୍ୟାଇ। ଯାଉ ଯାଉ ପଥରେ ଦେଖିଲା ପୁଷ୍କରିଣୀ, ଚାରିଦିଗେ ଚାରି ଲୋକ ଜଗିଥାନ୍ତି ପୁଣି। ତୃଷାତୁରେ ବୁଢ଼ା ଜଳେ ହୁଅନ୍ତେ ପ୍ରବେଶ, ଜଗୁଆଳି ଡାକ ଦିଅନ୍ତି ବୁଢ଼ା ଫେରି ଆସ। ତାଙ୍କ ଡାକ ଶୁଣି ବୁଢ଼ା ତର ତର ହୋଇ, ପ୍ରବେଶ ହୋଇଣ ପାଶେ କାରଣ ପୁଛଇ। ଜଗୁଆଳି ଚାରିଜଣ କହିଲେ ତୁରିତେ, ନୀର ନୁହେଁ ରୁଧିର ଏ ଦେଖ ଯା ସାକ୍ଷାତେ। ମାଲିକ ଅଛନ୍ତି ଗୃହେ ଯାଅ ସେଠା ବକୁ, ଶୁଦ୍ଧ ଜଳ ପିଇ ଶାନ୍ତି କର ଜୀବନକୁ। ଏହା ଶୁଣି ସାଧବ ଯେ ଦୁଃଖ ମନ ହୋଇ, ବନ୍ଧ ମାଲିକ ମନ୍ଦିରେ ପ୍ରବେଶିଲା ଯାଇ। ଅତିଥି ଭାବରେ ବୁଢ଼ା ପାଇଲା ସତ୍କାର, ମାଲିକ ପାଶରୁ ବୁଝେ ସମସ୍ତ ଖବର। କହିଲା ପ୍ରଭୁଙ୍କୁ ଏହା ଜଣାଇବି ଯାଇ, ତାଙ୍କ ବିନୁ ଆନେ ଏହା ପ୍ରତିକାର ନାହିଁ। ନିଶିପ୍ରାନ୍ତେ ସାଧବ ଯେ ହୋଇଲା ବାହାର, ପ୍ରବେଶ ହୋଇଲା ଏକ ବଗିଚା ମଧ୍ୟର। ଆମ୍ବ ପଣସ ଡାଳିମ୍ବ ଜାମୁ ନାରିକେଳ, ଫଳ ଭରେ ବୃକ୍ଷ ସବୁ ଦିଶୁଛି ସୁଢଳ। କ୍ଷୁଧାର ଆରତେ ବୁଢ଼ା ମନେ କରି ଆସ, ବଗିଚା ନିକଟେ ଯାଇ ହୋଇଲା ପ୍ରବେଶ। ଦେଖିଲା ବଗିଚା ବେଢ଼ା ହୋଇଛି ନିକର, ପଶୁ କି ମଣିଷ ଆଦି ନ ଯାନ୍ତି ଭିତର। ତୋଟା ଜଗୁଆଳ ଦ୍ୱାରେ ଦେଶେ ଥାଏ ବସି, ଡାକ ଦିଏ କେହି ଫଳ ନ ଖାଇବ ଆସି। ଫଳମାନଙ୍କରେ ପୋକ ପଣ ପଣ ହୋଇ, ରହିଛି କେ ବଣ ଦୋଷେ ନ ଖାଆନ୍ତି କେହି। ଏମନ୍ତ ଦେଖିଣ ବୁଢ଼ା ହୋଇ ଆଚମ୍ବିତ, କହିଲା ଅଛଇ ଏଥେ ଦଇବର କୃତ୍ୟ। ଜଗୁଆଳି ଏହା ଶୁଣି ଦିଅନ୍ତି ଉତ୍ତର, ଥିଲେ କିଛି ଦୋଷ ଥିବ ଆମ୍ଭ ମାଲିକର। ଏହା ଶୁଣି ସାଧବଙ୍କୁ ସଙ୍ଗେ ଧରି ଗଲେ, ମାଲିକ ପାଶରେ ନେଇ ଭେଟ କରାଇଲେ। ଅତିଥି ଭାବରେ ବୁଢ଼ା ପାଇ ସମାଦର, ବୁଝିଲା ସକଳ ତଥ୍ୟ ଯାହା ଥିଲା ତାର। ସୁମିଷ୍ଟ ଫଳରେ ପୋକ ହେବାର କାରଣ, ବୁଝିବି ପ୍ରଭୁଙ୍କ ପାଶେ କରି ନିବେଦନ। ଯାହା ଆଜ୍ଞା ହେବ ତାହା ଶୁଣାଇବି ଆସି। ଏହା ଶୁଣି ମାଲିକର ମନ ହେଲା ଖୁସି, ନିଶିପ୍ରାନ୍ତୁ ଉଠି ବୁଢ଼ା କରିଲା ଗମନ। ପ୍ରବେଶ ହୋଇଲା ଯାଇ ଗୋପାଳ ସଦନ, ଗୋରକ୍ଷକ ଗୋପାଳର ଗୋଗୋଷ୍ଠେ ରହିଲା। ଗୋକ୍ଷୀର ରୁଧିର ହେବା କାନରେ ଶୁଣିଲା, କହିଲା ହେ ଭାଇ ଏ ତ ଅସମ୍ଭବ କଥା। ଶୁଣିଲା ମାତ୍ରକେ ମନେ ଆସୁଅଛି ଚିନ୍ତା, ଶାକ କନ୍ଦ ମୂଳ ପାକ କରିଣ ଭୋଜନ। ଆଚମନ ସାରି ହେଲେ କଥୋପକଥନ,
ଗୋପାଳ କହିଲା କେଣେ ଯାଉଅଛ ଭାଇ, ମୋର ଆଗେ ମନ ଖୋଲି କୁହନ୍ତୁ ବୁଝାଇ। ସାଧବ ବେନି ନୟନ କରି ଥନ ଥନ, ଆଦ୍ୟପ୍ରାନ୍ତ କରି କହେ ଦୁଃଖର କାରଣ। ତୁମ୍ଭେ ଦୁଃଖୀ ସତ ମୁଁ ଯେ ତୁମ୍ଭଠୁ ଅଧିକ, ଆମ ଦୁଃଖ ନିବାରିବେ ଜଗତ ନାୟକ। ଯାଉଛି ତାଙ୍କ ପାଶକୁ ପଥ ଅନୁସରି, କହିବି ସକଳ ଦୁଃଖ ପାଦେ ପଡ଼ି କରି। ଏହା କହି ସେଠା ବରୁ କରିଲା ଗମନ, ଯାଉଅଛି ପ୍ରଭୁ ନାମ ଜପି ମନେ ମନ। କିଛି ଦୂର ଯାନ୍ତେ ପଥେ ଦେଖେ ଅହିବର, ପଡ଼ିଅଛି ପଥ ମଧ୍ୟେ ନ କରି ଆହାର। ଜଳ ଜଳ ଚାହୁଁଅଛି ପଥୁକୀମାନଙ୍କୁ, ହିଂସା ରାଗ କ୍ଷୋଧା ତୃଷା ନାହିଁଟି ତାହାକୁ। ଦୈବ ଯୋଗେ ସାଧବକୁ ଦେଖି ଅହିବର, ମନ କଥା ଜାଣି ଅହି ଭାସିଲା କଗିର। ଜାଣିଲି ସାଧବ ତୁମ୍ଭ ମନ କଥା ଯେଣୁ, ମୁହଁ ଖୋଲି ମନ କଥା କହୁଅଛି ତେଣୁ। ଦ୍ୱାଦଶ ବରଷ ଲକ୍ଷୁଧା ତୃଷା ନାହିଁ, ଚାଲି ବୁଲି ନ ପାରିଣ ପଡ଼ି ରହିଛଇଁ। ତୁମ୍ଭେ ଯାଉଅଛ ଯେଣୁ ପ୍ରଭୁଙ୍କ ପାଶକୁ, ମୋର ଦୁର୍ଦ୍ଦଶା ଯେ ଜଣାଇବ ସେ ପ୍ରଭୁଙ୍କୁ। ସେ ଯେବେ କରିବେ ଦୟା ପାଇବି ଉଦ୍ଧାର, ସାଧବ ଚାହିଁ ଚକିତେ ଦିଅଇ ଉତ୍ତର। ଦୁଃଖୀଙ୍କର ଦୁଃଖ ଭାର ଯା ପାଉଛି ବହୁତ, ତୋର ଦୁଃଖ ପାଇଁ କିମ୍ପା ହୋଇବି କୁଣ୍ଠିତ। ଏହା କହି ସାଧବ ଯେ ଗଲା ଧୀରେ ଧୀରେ, ପ୍ରବେଶ ହୋଇଲା ଯାଇ ଅରଣ୍ୟ ଭିତରେ। ଦେଖିଲା ଏକ ଅଶ୍ୱ ମହା ଭୟଙ୍କର, ଲତା ଗହଳେ ଲୁଚିଣ ଥାଏ ନିରନ୍ତର। ରାତ୍ରେ ଏଣେ ତେଣେ ବୁଲି କରଇ ଭୋଜନ, ପୃଷ୍ଠେ ଅଧଭୂତେ ଘା ହୋଇଥାଏ ଜାଣ। ବାଗ ଲଗାମ ଲାଗିଛି ମୁଖରେ ତାହାର, ସାଧବକୁ ଦେଖି ଅଶ୍ୱ କରିଲା ଚିତ୍କାର। ସାଧବ ନିକଟେ ଯାଇ ଦେଖିଲା ତାହାକୁ, କେଉଁ ବୀର ବନେ ଆଣି ଛାଡ଼ିଛି ଏହାକୁ। ଡାକିଲା ହେ ଅଶ୍ୱାରୋହୀ ଆସନ୍ତୁ ଏଣିକି, ଅଶ୍ୱ ଛାଡ଼ି ବନ ମଧ୍ୟେ ଯାଉଛ କେଣିକି। ଏକଥା ଶୁଣନ୍ତେ ଅଶ୍ୱ କରିଲା ରୋଦନ, ଡାକ ନାହିଁ ଆହେ ଭାଇ ମୋ କପାଳହୀନ। ପିଠି ମଧ୍ୟ ଘା ହେତୁ ଲୁଚିଅଛି ଆସି, ଭଲ କରି ପାର ଯଦି ଯିବ ସୁଖେ ବସି। ସାଧବ ଏ କଥା ଶୁଣି ତାଟକା ହୋଇଲା, ନିକଟକୁ ଯାଇ ତାକୁ ଏମନ୍ତ କହିଲା। ଜଗତର ନାଥ ଯେହୁ ସେ ସିନା ଜାଣନ୍ତି, ହୋଇଲେ ସଦୟ ତାର ଯିବ ଦୁଃଖ ଭୀତି। ଥାଅ ଅଶ୍ୱ ଯାଉଅଛି ପ୍ରଭୁଙ୍କ ପାଶକୁ, ତୋର ଦୁଃଖ ସବିନୟେ ଜଣାଇବି ତାଙ୍କୁ। ଏହା କହି ସାଧବ ଯେ ଯାଉଅଛି ଚାଲି, ମନେ ମନେ ଚିନ୍ତା ତାର ପଡୁଛି ଉଛୁଳି। ସୁମରି କାନ୍ଦିଲା ତାର ପୂର୍ବର ବୃତ୍ତାନ୍ତ, କେଉଁ ଦିଗେ ଯିବି ପ୍ରଭୁ କହିଦିଅ ପଥ। ଜୀବନକୁ ଆଶା ଆଉ ନାହିଁଟି ମୋହର, ଦେଖା ଦିଅ ଆହେ ପ୍ରଭୁ ଭକତ ବତ୍ସଳ। ଏହା କହି ଊର୍ଦ୍ଧ୍ୱଶ୍ୱାସ ମାରି ଘନ ଘନ, ନେତୃନୀର ଗଡୁଥାଏ କରଇ ଗମନ। ଭକ୍ତର ମନ ବେଦନା ନ ପାରିଲେ ସହି, ମାୟା ସମୁଦ୍ର ଭିଆଇ ଦେଖାଦେଲେ ତହିଁ। ନେତ୍ର ନିରୀକ୍ଷଣ କରି ଚାହିଁଲା ତରାଟି, ସମୁଦ୍ରରେ ପଦ୍ମ ପୁଷ୍ପ କିବା ଅଛି ଫୁଟି। ମନେ ମନେ ଭାବି ଚାଲୁଅଛି ଧୀରେ ଧୀରେ, ପିନ୍ଧିଲା ବସନ ତିନ୍ତେ ଜଳର ମଧ୍ୟରେ। ଜାଣିଲା ପ୍ରଭୁଙ୍କ ମାୟା ବିନୁ ଅନ୍ୟ ନାହିଁ, ଏକ ମନେ ଏକ ଧ୍ୟାନେ ଅଛଇ ଅନାଇ। ହିଂସ୍ର ଜଳ ଜନ୍ତୁ ବେଢୁଛନ୍ତି ଚଉକତି, ସେସବୁ ଦେଖି ସାଧବ ନ କରଇ ଭୀତି। ନେତ୍ର ପଲକ ନ ପଡ଼େ ରହିଛି ଅନାଇ, କ୍ଷଣକ ମଧ୍ୟରେ ପାଶେ ଉଭା ହେଲା ଯାଇ। କାତରେ ବିନତି କରି ଜଣାଏ ଛାମୁରେ, କିମ୍ପାଇଁ ନିର୍ଦ୍ଦୟ ପ୍ରଭୁ ହୋଇଲ ଦାସରେ। କରିଥିଲେ ଅପରାଧ କ୍ଷମା କର ପ୍ରଭୁ, ତୁମ କୃପା ନଳେ ମୁଁ ଯେ ହରାଇଛି ସବୁ। ଦୟାକର ଦୟାମୟ ଆହେ ବିଶ୍ୱନାଥ, ତୁମ୍ଭ ବିନେ ଆମ୍ଭେ କଷ୍ଟ ପାଇଲୁ ବହୁତ। ପାଦେ ପଡ଼ି ସ୍ତୁତି କରି ଯୋଡ଼ିବେନି କର, ଲୋମ ପୁଲକେ ନୟନୁ ଗଡ଼େ ଅଶ୍ରୁଧାର।
ସୌଦାଗର ମନ କଥା ଜାଣି କର୍ମ ରାଜା, ପ୍ରସନ୍ନ ହୋଇଲି ବର ମାଗି ଫେରି ଯା। ଆଉ ବେଳେ ଅପରାଧ କଲେ ରେ ସାଧବ, ବିପଦେ ବିପଦ ପଡ଼ି ଶିରି ତୁଟିଯିବ। ପୂର୍ବ ରୀତିରେ ପୂଜିବୁ ଆମ୍ଭରି ଚରଣ, ଯାହା ମନ ବାଞ୍ଛା ତୋର ହୋଇବ ପୂରଣ। ଧନ ଜନ ଗୋପ ଲକ୍ଷ୍ମୀ ପ୍ରାପ୍ତ ହୋଇବ, ଅନ୍ତେ ମୁକ୍ତି ଲଭି ବିଷ୍ଣୁ ପଞ୍ଜରେ ପଶିବ। ଏ ମୋହର ବ୍ରତ ପୂଜେ କରେ ଉପହାସ, ଧନ ଜନ ଆୟୁ ସାଦି ହୋଇବ ନାଶ। ଭକ୍ତି ଭରେ ପୂଜି ରାତ୍ରେ କରିବ କୀର୍ତ୍ତନ, ପ୍ରାତେ ପୂଜା ଦେଇ ପୁଣି ଜଳେ କର ମଗ୍ନ। ପୂର୍ବେ ଜାଣିଅଛି ଏହି ବ୍ରତର ବିଧାନ, ନିୟପଦ ଧୂଳି ଗୃହେ କର ଜାଗମନ। ସେ ରେଣୁକୁ ସୌଦାଗର ମସ୍ତକେ ଘେନିଲା, ପୂଜିବ ତବ ଚରଣ ବୋଲି ସତ୍ୟ କଲା। ମନେ ହେଲା ପଥେ ଯେତେ ଦୁଃଖୀଙ୍କ ଦୁର୍ଗତି, ପାଦେ ପଡ଼ି କର ଯୋଡ଼ି ମାଗିଲି ମୁକତି। ଗୋଟି ଗୋଟି କରି ସବୁ ଜଣାଏ ଛାମୁରେ, ଅନ୍ତର୍ଯ୍ୟାମୀ ନାଥ ତାହା ଜାଣିଲେ ଅନ୍ତରେ। ଦୟା କର ପ୍ରଭୁ ତାଙ୍କ ଦୁଃଖ ହେଉ ଦୂର, ତୁମ୍ଭ କୀର୍ତ୍ତି ଧର୍ମ ଧ୍ୱଜା ଉଡୁ ଜଗତର। ଜାଣିଲି ସାଧବ ତାଙ୍କ ଦୁଃଖର କାରଣ, ନିୟ ମନ୍ତ୍ର ଧୂଳି ମୁଁ ଯେ କରୁଛି କଲ୍ୟାଣ। ତୁମ୍ଭେ ଭକ୍ତ ଶ୍ରେଷ୍ଠ ଯେଣୁ ପରମ ଭକତ, ତୁମ୍ଭ ଆଜ୍ଞା ମାତ୍ରେ ତାଙ୍କ ହଟିବ ଦୁରିତ। ଦେଲି ଆଜ୍ଞା ଯାଅ ଚଳି ଆପଣା ଦେଶରେ, ଦୁଃଖୀଙ୍କ ଦୁଃଖ ନିବାରି ପ୍ରବେଶିବୁ ଘରେ। ଏମନ୍ତ କହିଣ ଗଲେ ଅନ୍ତର୍ଧ୍ୟାନ ହୋଇ, ସାଧବ କାନ୍ଦି ଉଠିଲା ଊର୍ଦ୍ଧ୍ୱକୁ ଅନାଇ। ଶୂନ୍ୟରୁ ଉଠିଲା ଡାକ ଯା ଘରକୁ, ବିପଦ ପଡ଼ିଲେ ଚିନ୍ତା କରିବୁ ଆମ୍ଭଙ୍କୁ। ପଥ ମଧ୍ୟେ ଯେତେ ଦୁଃଖୀ ଦୁଃଖଛନ୍ତି କହି, ଅକସ୍ମାତେ ତାଙ୍କଠାରେ ପ୍ରବେଶିଲେ ଯାଇ। ଚକ୍ଷୁ କର୍ଣ୍ଣ ମୁଦି ମନ ମଧ୍ୟେ କଲେ ଚିନ୍ତା, ପ୍ରସନ୍ନ ହୋଇ କହିବି ଦୁଃଖୀଙ୍କ ବାରତା। ଯାହା ଆଜ୍ଞା ହେବ ତାହା ଶୁଣାଇବୁ ତାଙ୍କୁ, ଏହା କହି ଅଦୃଶ୍ୟ ହୋଇଲେ ଦେଖୁ ଦେଖୁ। ଶଙ୍ଖ ଧ୍ୱନି ହୁଳହୁଳି କରତାଳି ଦିଅ, ବିଭୁଙ୍କ ନାମ ସୁମରି ତଣ୍ଡୁଳ ବନ୍ଦାଅ। ଫଳ କୁସୁମ ପ୍ରଦୀପ କର ସମର୍ପଣ, ଯାହାର ଯେଉଁ ମାନସ ହୋଇବ ପୂରଣ। ସାଧବ ବାହୁଡ଼ି ଆସେ ମନ ଉଲ୍ଲାସରେ, ପ୍ରବେଶ ହୋଇଲା ଯାଇ ଅଶ୍ୱର ପାଶରେ। ଚକ୍ଷୁ କର୍ଣ୍ଣ ମୁଦନ୍ତେ ଜାଣିଲ ସବୁ କଥା, କହିଲା ରେ ଅଶ୍ୱ ତୁହି ଅଟୁ ବଡ଼ ହନ୍ତା। ଯୁଦ୍ଧ କ୍ଷେତ୍ରେ ଅଶ୍ୱାରୋହୀ କରିଛୁ ବିନାଶ, ତେଣୁ କରି ତୋ ଉପରେ ଲାଗିଅଛି ଦୋଷ। ଏହା କହି ମନ୍ତ୍ର ଧୂଳି ଦ୍ୟନ୍ତେ ପୃଷ୍ଠେ ତାର, ଅଦଭୁତେ ଘା ଭଲ ହୋଇଲା ତାହାର। ସାଧବର ଏ ମହିମା ଜାଣି ଅଶ୍ୱବର, ଅଶ୍ୱ କହେ ପୃଷ୍ଠେ ବସ ଯିବଇଁ ସଙ୍ଗର। ଅଶ୍ୱ ପରେ ଆରୋହୀଣ ସୌଦାଗର ଗଲା, ସର୍ପର ପାଶରେ ଯାଇ ପ୍ରବେଶ ହୋଇଲା। ଜାଣିନ ପୂର୍ବ ଘଟଣା କହିଲା ସର୍ପକୁ, ବାନ୍ତି କରି ମୁକ୍ତି ଲଭ କହୁଛି ତୁମ୍ଭଙ୍କୁ। ଗଙ୍ଗା କୂଳେ ରାଜପୁତ୍ର ରାଜକନ୍ୟା ଗିଳି, ଲଭିଛୁ କଷଣ ବେଶୀ ପକାଅ ଉଦ୍ଗାରି। ଏହା କହି ମନ୍ତ୍ର ଧୂଳି ଦିଅନ୍ତେ ତାପରେ, ବାହାରିଲା ଅଷ୍ଟରତ୍ନ ଯାଥିଲା ଗର୍ଭରେ। ପାଇଲା ଉଦ୍ଧାର ସର୍ପ ହେଲା ପୁଲକିତ, ଧୀରେ ଧୀରେ ଗତି କରି ଚାଲଇ ତୁରିତ। ଧୌତ କରି ଅଷ୍ଟରତ୍ନ କାନିରେ ବାନ୍ଧିଲା, ଅଶ୍ୱ ପରେ ବସିଣ ସାଧବ ଚଳିଗଲା। ଗୋଗଷ୍ଠେ ବସି ଗୋପାଳ କରୁଅଛି ଚିନ୍ତା, କେବେ ମୋର କଷ୍ଟ ଯିବ ହେ ମନ୍ଦ ବିଧାତା। ଏ ସମୟେ ସୌଦାଗର ଅଶ୍ୱ ପରେ ବସି, ପ୍ରବେଶନ୍ତେ ଗୋପାଳର ମନ ହେଲା ଖୁସି। କହିଲା ଗଉଡ଼ ତୁମେ ଏଡ଼ିକି ନିଷ୍ଠୁର, ଧ୍ୟାନ ବଳେ ଜାଣିଲଇଁ ଘଟଣା ତୋହର। ଖାଲି କ୍ଷୀର ବସୁ ମାତା ଶିରେ ଦେଉନାହିଁ, ଉଷାବର୍ତ୍ତେ ଯେ ମାଗିଲେ କରୁନାହିଁ ନାହିଁ। ମାତୃହୀନା ଶିଶୁ ମଲେ କ୍ଷୀର ବିହୁନରେ, ସେହି ଦୋଷ ଲାଗିଅଛି ତୋହରି ଉପରେ। ନିୟ ମନ୍ତ୍ର ଧୂଳି ବୋଲି ପକାଅ ଗୋଗଷ୍ଠେ, ଆଖି ବୁଜି ଗୋଦହନ କର ହର୍ଷ ଚିତ୍ତେ। ଏଣିକି ନିରାଶ ଆଉ ନ କର କାହାକୁ, ନିଜେ ପ୍ରତି ବାସୁକୀରେ କ୍ଷୀର ଦିଅ ଟିକି।
ଏହା ଶୁଣି ଗଉଡ଼ ଯେ ତରତର ହୋଇ ବାଛୁରୀ ଲଗାଇ କ୍ଷୀର ଦୁହିଁଲା ଯାଇ। ଯତନରେ କ୍ଷୀର ଦେଲା ସାଧବ ହସ୍ତରେ। ପ୍ରଭୁଙ୍କୁ ସୁମରି କ୍ଷୀର ପିଇଲେ ସଧୀରେ। ଅଶ୍ୱପରେ ବସିଣ ସାଧବ ଚଳିଗଲା। ବଗିଚା ମଧ୍ୟରେ ଯାଇ ପ୍ରବେଶ ହୋଇଲା। ଜଗୁଆଳି ଜଣାଇଲେ ମାଲିକକୁ ଯାଇ। ମାଲିକ ବିନୟେ ତାକୁ କାରଣ ପୁଛଇ। ସୌଦାଗର କହୁଛନ୍ତି ଶୁଣ ହୋ ତୁରିତେ। ବୃକ୍ଷ ଆଦି ଲଗାଇଲ ଧନ ଲୋଭ ଅର୍ଥେ। ଦେବତା ବ୍ରାହ୍ମଣ କିବା ଅତିଥି ମୁଖରେ। କଦାଚିତେ ଦେବି ନାହିଁ ଯେ କେହି ମାଗିଲେ। ଏପରି କଳ୍ପନା କରି ଲଗାଇଲ ବୃକ୍ଷ। ତେଣୁ ଫଳମାନଙ୍କରେ ହୋଇଅଛି ପୋକ। ଛାଡ଼ ମନରୁ ଲାଳସା ବଗିଚା ମଧ୍ୟରୁ। ଖାଆନ୍ତୁ ମଣିଷ ପକ୍ଷୀ କିବା ଗାଈ ଗୋରୁ। ନିଜ ହସ୍ତେ ଫଳ ତୋଳି ଆଣି ଦିଅ ବେଗି। ତୋଟା ଜଗୁଆଳି କେହି ନ ରୁହନ୍ତୁ ଜଗି। ଏହା ଶୁଣି ମାଲିକ ଯେ ହୋଇ ତତ୍ପର। ଫଳ ତୋଳି ଆଣିବାକୁ ଚଳିଲା ସତ୍ୱର। ସେ ଫଳକୁ ଯତ୍ନେ ଧରି ସାଧବ ଯେ ଗଲା। ପୁଷ୍କରିଣୀ ତୀରେ ଯାଇ ପ୍ରବେଶ ହୋଇଲା। ସୌଦାଗର ଧ୍ୟାନ ବଳେ ଜାଣିଲା ସମସ୍ତ। କହିଲା ବାବୁରେ ତୁହି ଅଟୁ ଧନବନ୍ତ। ତୋ ସମାନ ବନ୍ଧୁ ଘର ନ ପାଇଲୁ ଯେଣୁ। ଯୁବା ଝିଅ ଅଟକି ରଖିଛୁ ଘରେ ତେଣୁ। ସେ ଦୁହିତା ଯେଉଁ ଦିନେ ହେଲା ରଜସ୍ୱଳା। ସେହି ଦିନ ଆରମ୍ଭ ହୋଇଛି ବନ୍ଧ ଖୋଳା। ସେହି ଦୋଷେ ପାଣି ରକ୍ତ ହୋଇଛି ତୋର। ପିତୃପିତା ତେଣେଛନ୍ତି ବିମୁଖ ଚିତ୍ତର। ବନ୍ଧ ପ୍ରତିଷ୍ଠାର ବେଗି କର ଆୟୋଜନ। 7 ଦିନ ମଧ୍ୟେ କର ଦୁହିତା ପ୍ରଦାନ। ଧନୀ କି ଗରିବ ବୋଲି ନ ଭାବିବୁ ଚିତ୍ତେ। ନିୟ ମନ୍ତ୍ର ଧଳି ମୁଁ ଯେ ଦେଉଛି ଶ୍ରୀହସ୍ତେ। ବନ୍ଧୁ ବାନ୍ଧବ ବ୍ରାହ୍ମଣ ଡକାଇ ଆଦରେ। ପୁଷ୍କରିଣୀ ତୀରେ ଯଜ୍ଞ କରାଅ ସତ୍ୱରେ। ଏହା କହି ସାଧବ ଯେ କରିଲା ଗମନ। ଦୁଃଖୀଙ୍କ ନିମନ୍ତେ ମନେ ମନେ କରି ଧ୍ୟାନ। ଜାଣିଲା ସକଳ କଥା ପ୍ରଭୁଙ୍କୁ ସୁମରି। ଢେଙ୍କା ଭରା ପାଶରେ ଯାଇଣ ବିଜେ କରି। କହିଲା ମାଉସୀ ତୁ ଗୋ ବଡ଼ ନିଦାରୁଣୀ। ଧାନ କୁଟାଇ ନ ଦେଉ ତୋ ଢେଙ୍କିରେ ପୁଣି। ଫେରିଯାନ୍ତି କେତେ ଲୋକ ହୋଇଣ ନିରାଶ। ଧର୍ମକୁ ଦେଇଣ ସାକ୍ଷୀ ରୁହନ୍ତି ଉପାସ। ଧର୍ମଦ୍ରୋହୀ ହେତୁ ଢେଙ୍କା ବାଜୁଛି ଛାତିରେ। ସତ କି ମିଛ ଏ କଥା ବିଚାର ଚିତ୍ତରେ। ମନ୍ତ୍ର ଧୂଳି ଦେଇ କୁଟି ଦେଲେ 7 ଥର। ହୋଇଛି ପ୍ରଭୁଙ୍କ ଆଜ୍ଞା ପାଇବୁ ଉଦ୍ଧାର। ଏହା କହି ସାଧବ ଯେ ଦିଅନ୍ତେ ମନ୍ତ୍ର ଧୂଳି। 7 ଥର କୁଟନ୍ତେ ଉଦ୍ଧାର ହେଲା ବାଳି। ବିପଦୁ ଉଦ୍ଧାର ହୋଇ ସେ ଦିବ୍ୟ କାମିନୀ। ରାଧାଙ୍କର ପାଦ ଧରି କରଇ ଦଇନି। ତୁମ ଯୋଗୁ କଷ୍ଟ ମୋର ଗଲା ଦୂର ହୋଇ। କାହାରି କାମନା ଆଉ କରିବି ମୁଁ ନାହିଁ। ଏମନ୍ତେ ସାଧବ ଗଲା ସେଠା ବରୁ ଚଳି। ନଗ୍ରପୁର ଜନେ ସର୍ବେ ଦେଲେ ହୁଳହୁଳି। ନିଆଁ ଖପର ଜଳୁଛି ଯେଉଁ ନାରୀ ଶିରେ। ପ୍ରବେଶ ହୋଇଲା ଯାଇ ସେହି ଗ୍ରାମେ ଧୀରେ। କେବଳ ଦୋଷରେ ନିଆଁ ଜଳୁଛି ମସ୍ତକେ। ଜାଣିଥିଲେ କୁହ ତାହା ଆମ୍ବରି ଅଗ୍ରତେ। ଏହା ଶୁଣି ରାଧିକା ଯେ ନୟନ ବୁଜିଲେ। ପ୍ରଭୁଙ୍କୁ ସୁମରି ସବୁ କଥାକୁ ଜାଣିଲେ। ଶୁଣି ଯାଇ ଏ ପ୍ରାଣୀର ପୂର୍ବର କାହାଣୀ। ଅଗ୍ନିମୁଖେ ଘୃତ୍ୟ କେବେ ନ ଦିଅଇ ପୁଣି। ଯେ କେହି ମାଗିଲେ ନିଆଁ ବହଇ ନିରାଶ। ହିଂସା ଭୟ ଛାଡ଼ି ପୁଣି ଦିଏ ତାର ବାସ। ସେହି ଦୋଷେ ମସ୍ତକରେ ବହିଅଛି ନିଆଁ। ନେଉ ମନ୍ତ୍ର ଧୂଳି ଚିତେ ନ ହୋଇ ଛାନିଆଁ। ମନ୍ତ୍ର ଧୂଳି ଦେଇଣ ସାଧବ ଗଲା ଧୀରେ। ନିଆଁ ଖପରା ଉତାରି ଥୋଇଲା ତଳରେ। ଏହା ଦେଖି ପୁରଜନେ ହୋଇ ଆଚମ୍ବିତ। ହରିବୋଲ ହୁଳହୁଳି ଦେଲେ କ ବହୁତ। ସେଠା ବରୁ ସୌଦାଗର ଚଳିଲା ଆନନ୍ଦେ। କଣ୍ଟକ ମରାକୁ ଦେଖେ ପଡ଼ିଛି ବିପଦେ। ଖଣ୍ଡେ ଦୂର ଡାକ ଦେଲା ରେ ପାପିଷ୍ଟ ମୂଢ଼। ପଥରେ କଣ୍ଟା ପକାଇ କରୁ ଖଣା ଗାଡ଼। ବେଉସା ଆରମ୍ଭ କରି ବାଟ କରୁ ମନା। କଣ୍ଟା ବାଡ଼ ମାନ ଦେଇ କରୁଛୁ ଛଳନା।
ଦୟା ଧର୍ମ ତ ହୃଦୟରେ ତିଳେ ମାତ୍ର ନାହିଁ, ବାଟ ମାନଙ୍କରେ କଣ୍ଟା ଦେଉ ତୁ ପକାଇ। କେତେ ଯେ ମଣିଷ କଣ୍ଟା ମାଡ଼ି ପାଦ ଦେଖେ, ପଥେ ଚାଲି ନ ପାରନ୍ତି ତୋର ଭୟ ତ୍ରାସେ। ଏହି ଦୋଷେ କଣ୍ଟା ତୋର ଛାତିରେ ଅଛଇ, ଆଉ ଏଣିକି ସେପରି ନ କରିବୁ ତୁହି। ନିୟମନ୍ତ୍ର ଧୂଳି ଡାକ ପ୍ରଭୁଙ୍କୁ ଉଚ୍ଚରେ, ପାଇବୁ ଉଦ୍ଧାର କଣ୍ଟା ନଥିବ ତୋହରେ। ମନ୍ତ୍ର ଧୂଳି ଦେଇ କଣ୍ଟା ଦିଅନ୍ତେ ଉଠାଇ, ପାଇଲା ଉଦ୍ଧାର ସେ ଯେ ପ୍ରଭୁ ନାମ ଧ୍ୟାଇ। ଏଥୁ ଅନ୍ତେ ସାଧବ ଯେ କରିଲା ଗମନ, ପ୍ରବେଶ ହୋଇଲା ଯାଇ ଆପଣା ସଦନ। ହୋଇଛି ପ୍ରଭୁଙ୍କ ଦୟା ସାଧବ ମନ୍ଦିରେ, ବନ୍ଧୁ ବାନ୍ଧବ ଶଙ୍ଖଳୁଛନ୍ତି ଆସି ଘରେ। ଯେ ଯାହାର ଯଥାଶକ୍ତି କର୍ମେ ଧନ ଆଣି, ଦେଇ ସନ୍ତାପ ମନରେ କରୁଛନ୍ତି ପୁଣି। ହଜିଥିବା ଧନ ସବୁ ପ୍ରାପ୍ତ ହୋଇଛି, ଏକତ୍ର ହୋଇଣ ଘରେ ପୁତ୍ର ନାତିଛନ୍ତି। ଋଣ ନେବା ଲୋକେ ଦୟା କରିଣ ଚିତ୍ତରେ, କିଛି କିଛି ପରିଶୋଧ କରିଛନ୍ତି ଘରେ। ଏ ସମୟେ ସଦାଗର ଅଶ୍ୱପରେ ବସି, ପ୍ରବେଶ ହୁଅନ୍ତେ ସର୍ବେ ହୋଇଲେ ଖୁସି। ହୋଇଲା ମୁଖ ଚହଳ କୋଳାହଳ ହୋଇ, ସାଧବକୁ ବନ୍ଦାପନା କଲେ ସର୍ବେ ଯାଇ। ମିଳିଥିବା ଅଷ୍ଟରତ୍ନ ସାଧବାଣୀ କରେ, ଦେଲାକ ସାଧବ ଆଣି ମନ ଆନନ୍ଦରେ। କହିଲା ସର୍ବଭୂତାନ୍ତ ପ୍ରଭୁଙ୍କ ମହିମା, କି ବର୍ଣ୍ଣିବି ତାହାଙ୍କର ଗୁଣ କୀର୍ତ୍ତି ସୀମା। ପ୍ରାଣ ଥିବା ଯାଏ ବ୍ରତ କରିବି ଏକାନ୍ତେ, ଗତି ମୁକ୍ତି ଆଦି ସବୁ ମିଳିବ ଦେହାନ୍ତେ। ଏକ ମନେ ଏକ ଧ୍ୟାନେ ଯେ କରେ ବ୍ରତ, ଧନ ଜନ ଗୋପ ଲକ୍ଷ୍ମୀ ହୁଅଇ ପ୍ରାପତ। ଭକ୍ତି ଭରେ ନାମ ଜପି ବିଦେଶକୁ ଗଲେ, ବିପଦ ନ ପଡ଼େ ଏହା ଜାଣିଥାଅ ଭଲେ। ପୂଜା ବେଳେ ହରି ବୋଲ ହୁଳହୁଳି ଦେବ, ଭକ୍ତିରେ ତନ୍ମୟ ହୋଇ କୀର୍ତ୍ତନ କରିବ। ନାନା ବର୍ଣ୍ଣ ଫୁଲ ଫଳ ଆଣି ଯତନରେ, ଥୋଇବ ବେଦୀ ଉପରେ ମନ ଆନନ୍ଦରେ। ଧୂପ ଦୀପ ନୈବେଦ୍ୟ ତଣ୍ଡୁଳ ବନ୍ଦାଇ, ଭକ୍ତି ଭରେ ତନ୍ମୟ ହୋଇବ ପାଦେ ଶୋଇ। ମନର କାମନା ପୂର୍ଣ୍ଣ ହୋଇବ ତୁମ୍ଭର, ଶୁକଧାରୀ କହୁଥିଲେ ପାର୍ବତୀ ଆଗର। ଶ୍ରୀମୁଖ ବଚନ ଏହା ଅନ୍ୟଥା ନୁହଇ, ଥଟ୍ଟା ପରିହାସ ଏହା ନ କରିବ କେହି। ଯୋଗାରୂଢ଼ ପୁରୁଷ ଯେ ପ୍ରଭୁ ପଞ୍ଚାନନ, ସମସ୍ତଙ୍କ ମନୋବାଞ୍ଛା କରିବେ ପୂରଣ। ତାଙ୍କ ଦୟା ବଳେ ମୁହିଁ ପ୍ରାକୃତ ବନ୍ଧରେ, କରିଲି ରଚନା ଦୋଷ ନ ଧରିବ ମୋରେ। ଓସାର କାହାଣୀ ଏ ଯେ ହୋଇଲା ସମ୍ପୂର୍ଣ୍ଣ, ଭକ୍ତି ଭାବରେ ଭଣିଲେ ଦୀନ ନାରାୟଣ। ଇତି ଶ୍ରୀ ଏକାଦଶୀ ବ୍ରତ ଓ କରମା ଓଷା କଥା ସମାପ୍ତ। ହରି ଶରଣଂ 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 ହରି ଶରଣଂ। ଗୁରୁ ଶରଣଂ ଗୁରୁ ଶରଣଂ ଗୁରୁ ଶରଣଂ ଗୁରୁ ଶରଣଂ। ବାବା ଶରଣଂ ବାବା ଶରଣଂ ବାବା ଶରଣଂ ବାବା ଶରଣଂ। ଗୋବିନ୍ଦ ହରେ गोपाल हरे, नटनागर कान्हा श्याम हरे। गोविंद हरे गोपाल हरे, नटनागर कान्हा श्याम